25 ରେ ମିଳିବନି ସୁଭଦ୍ରା ସହାୟତା। ପୂର୍ବ ନିଷ୍ପତ୍ତିରୁ ସରକାର ଓହରି ଯାଇଛନ୍ତି। ଆସନ୍ତା 25 ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ରାଶି ହିତାଧିକାରୀଙ୍କୁ ମିଳିବନି। ଆବେଦନ ପତ୍ର ଯାଞ୍ଚ ଚାଲିଥିବାରୁ 25 ରେ ସୁଭଦ୍ରା ଯୋଜନାର ସହାୟତା ଅର୍ଥ ହିତାଧିକାରୀଙ୍କୁ ଦିଆଯିବନି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ଚତୁର୍ଥ ପର୍ଯ୍ୟାୟକୁ ସ୍ଥଗିତ ରଖାଯାଇଥିବା ବେଳେ ସେ କହିଛନ୍ତି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ସହାୟତା ପାଇବା ନିମନ୍ତେ ବାୟୋମେଟ୍ରିକ୍ ପ୍ରକ୍ରିୟାରେ ଇ-କେୱାଇସି କରିବା ପାଇଁ ପଡ଼ିବ। 5,11,000 ହିତାଧିକାରୀ ଇ-କେୱାଇସି କରିନାହାନ୍ତି କିମ୍ବା ଓଟିପି ମାଧ୍ୟମରେ ଇ-କେୱାଇସି କରିଛନ୍ତି। ସୁଭଦ୍ରା ସହାୟତା ପାଇବା ନିମନ୍ତେ ସେମାନଙ୍କୁ ବାୟୋମେଟ୍ରିକ୍ ପ୍ରକ୍ରିୟାରେ ଇ-କେୱାଇସି କରିବା ପାଇଁ ପଡ଼ିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ଯାଞ୍ଚ ଶେଷ ହେବ ପରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ଦିଆଯିବ। ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ବାୟୋମେଟ୍ରିକ୍ ପ୍ରକ୍ରିୟାରେ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ କରାଯିବ। ତା ସହିତ ଉପମୁଖ୍ୟମନ୍ତ୍ରୀ କହିଛନ୍ତି କର୍ତ୍ତବ୍ୟର ଅବହେଳା ଯୋଗୁଁ ଏପର୍ଯ୍ୟନ୍ତ 52ଟି ଜନସେବା କେନ୍ଦ୍ରକୁ କଳା ତାଲିକାଭୁକ୍ତ କରାଯାଇଥିବା ବେଳେ ବେଆଇନ ଭାବେ ହିତାଧିକାରୀଙ୍କ ଠାରୁ ଟଙ୍କା ଦାବି କରିବା ଅଭିଯୋଗରେ 14ଟି ଜନସେବା କେନ୍ଦ୍ର ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି। ଅନେକ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାହାରି ଯିବା ପାଇଁ ଦରଖାସ୍ତ ଦେଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଉକ୍ତ ସମସ୍ୟାକୁ ତର୍ଜମା କରି ବାହାରି ଯାଇଥିବା ବିକଳ୍ପ ବ୍ୟବସ୍ଥାକୁ ସୁଭଦ୍ରା ପୋର୍ଟାଲରେ ବନ୍ଦ କରାଯାଇଥିବାରୁ ସେ କହିଛନ୍ତି ବାୟୋମେଟ୍ରିକ୍ ଇ-କେୱାଇସି ସମ୍ପୂର୍ଣ୍ଣ ନିଃଶୁଳ୍କ ରହିଛି। ବାୟୋମେଟ୍ରିକ୍ ପ୍ରକ୍ରିୟାରେ ଇ-କେୱାଇସି ସମ୍ପୂର୍ଣ୍ଣ ହେବା ପରେ ହିତାଧିକାରୀମାନେ ବ୍ୟାଙ୍କ ଖାତାକୁ ଆଧାର ଏବଂ ଡିବିଟି ସହ ସଂଯୋଗ କରାଇବେ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।